गणितं तस्मै श्रीगुरवे नमः। श्रीचैतन्यमनोभीष्टं स्थापितं येन भूतले स्वयं रूपः कदा मह्यं ददाति स्वपदान्तिकम्। वन्देऽहं श्रीगुरो श्रीयुतपदकमलं श्रीगुरोन् वैष्णवांश श्रीरूपं साग्रजातं सहगण रघुनाथनितं तं सजीवं साद्वैतं सावधूतं परिजनसहितं कृष्णचैतन्यदेवं श्रीराधा कृष्णपादानि सहगणललिता श्रीविशाखा नितांश। हे कृष्ण करुणा सिंधु दीनबंधो जगतपते गोपेश गोपिका कांत राधाकांत नमस्तुते। तप्त कांचन गौरांगी राधे वृंदावनेश्वरी वृषभानुसुते देवी प्रणमामि हरिप्रिये। वाञ्छाकल्पतरुभ्यश्च कृपा सिन्धुभ्य एव च पतितानं पावनेभ्यो वैष्णवेभ्यो नमो नमो। नमो महावदानाय कृष्णप्रेमप्रदायते कृष्णाय कृष्णचैतन्यनाम्ने गौरतिसे नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासरि श्री गौर भक्तवृंद। हरे कृष्ण 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 हरे 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 राम 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 हरे हरे। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। हरे कृष्ण। ଆପଣମାନଙ୍କୁ ଏଇ ଶୁଭ ସନ୍ଧ୍ୟାରେ ସ୍ୱାଗତ ଜଣାଉଛି ଆଉ ଅବଶ୍ୟ ଧନ୍ୟବାଦ ଦଉଛି ଯେ ଆଜି ଆପଣମାନେ ମତେ ନିମନ୍ତ୍ରଣ କରିଛନ୍ତି ବା ଆମନ୍ତ୍ରଣ କରିଛନ୍ତି ଶ୍ରୀମଦ୍ ଭାଗବତମ୍ ଭଦ୍ର ପୂର୍ଣ୍ଣିମାରେ ଶ୍ରୀମଦ୍ ଭାଗବତମର ମହାତ୍ମ୍ୟ ଗାଇବା ପାଇଁ। ସେଥିପାଇଁ ଆପଣଙ୍କୁ ଧନ୍ୟବାଦ। ତେଣୁ ଶ୍ରୀ ପ୍ରଭୁପାଦଙ୍କ ପାଦ ପଦ୍ମରେ ଦଣ୍ଡବତ ପ୍ରଣାମ ଜଣାଇ ଆମେ ଆମର କାର୍ଯ୍ୟକ୍ରମକୁ ଆଗକୁ ନବା। ଆଜି ହଉଛି ଆମର ଏଇ ଯୋଉ କଥା ଆରମ୍ଭ ହବ, ଏ କଥା ହଉଛି ଭଦ୍ର ପୂର୍ଣ୍ଣିମା। ଭଦ୍ରା ପୂର୍ଣ୍ଣିମା ଉପଲକ୍ଷେ। କାରଣ এই ଭଦ୍ରା ପୂର୍ଣ୍ଣିମା ଆପଣମାନେ କାହିଁକି ପାଳନ କରନ୍ତି? କାରଣ କଣ? କାହିଁକି? କିଏ କହିବ? କିଏ ସ୍ୱତଃପ୍ରବୃତ୍ତ ଭାବରେ କିଏ କହିବ? ଭାଗବତଙ୍କର ଜନ୍ମଦିନ ସେଦିନ। କିଏ ହାତ ଟେକିଲ? କିଏ କହୁଛ? ରାମକୃଷ୍ଣ ପ୍ରଭୁ। हरे ନା ପ୍ରଭୁ कृष्ण ଆରତି महाराज ଦେଖ। कोटि हरे कृष्ण महाराज कोटि कोटि दंडवत प्रणाम ହଁ महाराज। वो जो भाद्र पूर्णिमा रे भागवतंकर प्राकट्य दिन ସେଇଥିପାଇଁ ଆମେ ଭାଦ୍ର ପୂର୍ଣ୍ଣିମାକୁ ପାଳନ କରୁ। ହୁଁ। ଏଇଟା ହଉଛି ଗୋଟେ ଭ୍ରାନ୍ତ ଧାରଣା। ଏଇଟା ହଉଛି ଗୋଟେ ଭୁଲ ତଥ୍ୟ। ଭାଗବତଙ୍କ ଜନ୍ମ ଏଇ ଭାଦ୍ର ପୂର୍ଣ୍ଣିମାରେ ହେଇନଥିଲା। ଶ୍ରୀ ସୁତ ଗୋସ୍ୱାମୀ ସମସ୍ତ ମୁନିମାନଙ୍କୁ ଯେତେବେଳେ କହୁଛନ୍ତି, ଶ୍ରୀମଦ୍ ଭାଗବତ କଥା କହୁଛନ୍ତି, ଦ୍ୱାଦଶ ସ୍କନ୍ଧର 12-13 ଅଧ୍ୟାୟ ପ୍ରାୟ ଏହି ସମ୍ବନ୍ଧରେ ସଂଶ୍ଳିଷ୍ଟ। ତେଣୁ 12 ସ୍କନ୍ଧ, ଦ୍ୱାଦଶ ସ୍କନ୍ଧର 13 ଅଧ୍ୟାୟରେ, ତ୍ରୟୋଦଶ ଅଧ୍ୟାୟରେ 13 ନଂ ଶ୍ଲୋକରେ କହୁଛନ୍ତି
ଯେ ଭାଗବତ ମହିମା ବର୍ଣ୍ଣନା ଚାଲିଛି, ଯେ ଶ୍ରୀମଦ୍ ଭାଗବତ ମହିମା କଥା ମୁନିମାନେ ପଚାରିଛନ୍ତି। ସୁତ ଗୋସ୍ୱାମୀ ଗୋଟେ ଗୋଟେ ବ୍ୟାଖ୍ୟା କରୁଛନ୍ତି ଶ୍ରୀମଦ୍ ଭାଗବତଙ୍କର ମହିମା। ଏ ମହିମା ବର୍ଣ୍ଣନା କରିବା ସମୟରେ ସେ ଗୋଟେ କଥା କହୁଛନ୍ତି ଯେ ଏ ଭାଗବତ ହଉଛି କଣ କହୁଛନ୍ତି ନା ଭଗବାନଙ୍କ ତୁଲ୍ୟ। ଏଇ ଭାଗବତ ପ୍ରଥମେ କଣ ହେଇଛି ନା ଧରା ପୃଷ୍ଠରେ କଣ କରି ପ୍ରବର୍ତ୍ତନ ହେଇଛି, ସେତେବେଳେ ତାହାକୁ ସୁଖଦେବ ଗୋସ୍ୱାମୀ ମହାରାଜ ପରୀକ୍ଷିତ କହୁଛନ୍ତି। ମହାରାଜ ପରୀକ୍ଷିତ କହିଲା ସମୟରେ ସେ ସୁତ ଗୋସ୍ୱାମୀ ସେଇଠାରେ ବିଦ୍ୟମାନ ଥିଲେ, ତେଣୁ ସେ ତାହା ଯାହା ଯାହା ଶୁଣିଥିଲେ ଗୁରୁଙ୍କ ଠାରୁ ତାହାକୁ ସେ କଣ ବ୍ୟାଖ୍ୟା କରୁଛି ସୁତ ଗୋସ୍ୱାମୀ ସୌନକାଦି ମୁନିମାନଙ୍କୁ। ଏଇ ପରିପ୍ରେକ୍ଷୀରେ ସେ କହୁଛନ୍ତି ମୁନିମାନେ ପୃଷ୍ଠପଦ୍ୟାଂ ବର୍ଣ୍ଣମାସ୍ୟାଂ ହେମ ସିଂହାସମନିତମ୍ ତଦାତି ଯୋ ଭାଗବତଂ ସଜାତି ପରମାଙ୍ଗତିମ୍। ଶ୍ରୀମଦ୍ ଭାଗବତ କଥା ଏଇଟା। ଯେ ପୃଷ୍ଠପଦ୍ୟାଂ ଶବ୍ଦ ରହୁଛି ଭାଦ୍ର ମାସରେ ପୂର୍ଣ୍ଣମାସ୍ୟା ପୂର୍ଣ୍ଣିମାରେ ହେମ ସିଂହାସନ ସମନ୍ୱିତ ଗୋଟେ ସ୍ୱର୍ଣ୍ଣ ସିଂହାସନରେ ଶ୍ରୀମଦ୍ ଭାଗବତମ୍ ଦଦାତି ଯୋ ଭାଗବତମ୍, ଦଦାତି ଯୋ ଯିଏ ଦିଏ କାହାକୁ, ଭାଗବତମ୍ ସଜାତି ସେ ନିଶ୍ଚିତ ଭାବରେ ଯାଏ କୋଉଠି, ପରମାଙ୍ଗତି ପରମଗତି ଲାଭ କରିଥାଏ, ଏଇଟା କୁହାଯାଇଛି। ତେଣୁ ସେଥିପାଇଁ ଭଦ୍ର ପୂର୍ଣ୍ଣିମାରେ କେବଳ ଭାଗବତ ଜନ୍ମ ନୁହେଁ, ଭାଗବତ ଜନ୍ମ ଭାଗବତ ଜନ୍ମ ହଉଛି କଣ ଭଦ୍ର ପୂର୍ଣ୍ଣିମାରେ, ଭଦ୍ରା ପୂର୍ଣ୍ଣିମା ବା ଏଇ ଯୋଉ ଭାଦ୍ର ମାସ ପୂର୍ଣ୍ଣିମାରେ ସୁତ ଗୋସ୍ୱାମୀ କହୁଛନ୍ତି ସୌନକାଦି ମୁନିମାନଙ୍କୁ ଯେ ଭାଗବତ ସିଂହାସନରେ ଗୋଟେ ସିଂହାସନରେ ସ୍ୱର୍ଣ୍ଣ ସିଂହାସନ ରଖି ଯଦି ଅନ୍ୟ କିଛି ଦାନ କରେ ତାହେଲେ ସେ ନିଶ୍ଚିତ ଭାବରେ ପରମ ଗତି ଲାଭ କରିଥାଏ। ଏଇ କଥା ସେ କହୁଛନ୍ତି। ଏଇ ଧାରଣା କଣ କରନ୍ତୁ, ତ୍ୟାଗ କରନ୍ତୁ। ତେଣୁ ଏ ଯୋଉ କଥା କହୁଛନ୍ତି ସମ୍ପୂର୍ଣ୍ଣ ଦ୍ୱାଦଶ ସ୍କନ୍ଧର ଦ୍ୱାଦଶ ଅଧ୍ୟାୟ, ଦ୍ୱାଦଶ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟ ଆଉ ତ୍ରୟୋଦଶ ଅଧ୍ୟାୟ, ଏ ଦୁଇଟା ହଉଛି ଭାଗବତଙ୍କର ମହିମା ସମ୍ବନ୍ଧରେ ସମନ୍ୱିତ। ତେଣୁ ଏଇଟାକୁ ଏଭଳି ଭାବରେ କହିବନି ଭାଗବତ ଏଇ ଦିନ ଜନ୍ମ ଲାଭ କରିଥିଲା। ତେଣୁ ସେ କହୁଛନ୍ତି ଗୋଟେ କଥା କହୁଛନ୍ତି ସୁତ ଗୋସ୍ୱାମୀ ଯେ ନିମ୍ନ ଗାନାଂ ଯଥା ଗଙ୍ଗା ଦେବାନାମ ଅଚ୍ୟୁତ ତଥା ବୈଷ୍ଣବାନାଂ ଯଥା ଶମ୍ଭୁ ପୁରାଣମ୍ ନିଦମ୍ ତଥା। କହୁଛନ୍ତି ଏ ଶ୍ରୀମଦ୍ ଭାଗବତମ୍ ଯାହାକୁ କି ଆମେମାନେ କଣ କରିବା ନା ସେ ସ୍ୱର୍ଣ୍ଣ ସିଂହାସନ ଅବସ୍ଥାନ କରାଇ ଅନ୍ୟକୁ ଦାନ କରିବା, ତାହେଲେ କଣ ହବ ନା ପରମ ଗତି ଲାଭ କରିବା। ସେଇ ଶ୍ରୀମଦ୍ ଭାଗବତମ୍ ହଉଛି କଣ ଗୋଟେ ତୁଳନାତ୍ମକ କଥା କହୁଛନ୍ତି। ନିମ୍ନ ନିମ୍ନ ଗାନାଂ ଯଥା ଗଙ୍ଗା, ନିମ୍ନ ଗା ମାନେ ବହି ନଦୀ ମାନଙ୍କ ଭିତରେ ସର୍ବଶ୍ରେଷ୍ଠ ହଉଛନ୍ତି ଗଙ୍ଗା। ଯେପରି ଦେବାନାମ ଅଚ୍ୟୁତ ଯଥା ଦେବତା ମାନଙ୍କ ଭିତରେ ଅଚ୍ୟୁତ ଦେବତା ଯେ ଭଗବାନ ବିଷ୍ଣୁ, ସେଇପରି ଯଥା ବୈଷ୍ଣବାନାଙ୍କ ଯଥା ଶମ୍ଭୁ, ଏବଂ ବୈଷ୍ଣବ ମାନଙ୍କ ଭିତରେ ଶମ୍ଭୁ ଯେପରି ପ୍ରସିଦ୍ଧ। ପୁରାଣ ନାମ ଇଦମ ଯଥା, ପୁରାଣ ନାମ ଯେତେ ପୁରାଣ ଅଛି, ପୁରାଣ କେତେଟା ଅଛି, କେତେ ପୁରାଣ ଅଛି ସଂଖ୍ୟା, କିଏ କହିବ? 18 ପ୍ରଭୁ 18 ଅଷ୍ଟାଦଶ 18 18 ଅଷ୍ଟାଦଶ ପୁରାଣ। ତ ଏଇ ଅଷ୍ଟାଦଶ ପୁରାଣକୁ ତିନି ଭାରେ ବିଭକ୍ତ ରହିଛି, ସାତ୍ବିକ, ରାଜସିକ, ତାମସିକ। ଏ ଅଷ୍ଟାଦଶ ପୁରାଣ ମାନଙ୍କର ଚକ୍ରବର୍ତ୍ତୀ ହଉଛନ୍ତି ବା ନେତା ହଉଛନ୍ତି ଶ୍ରୀମଦ୍ ଭାଗବତ। ତେଣୁ ଏଇ ଶ୍ରୀମଦ୍ ଭାଗବତମ୍ ହଉଛି କଣ ପୁରାଣମ୍ ଇଦମ୍ ତଥା, ପୁରାଣ ମାନଙ୍କ ଭିତରେ ସର୍ବଶ୍ରେଷ୍ଠ ନେତା ହଉଛି ଚକ୍ରବର୍ତ୍ତୀ ହଉଛି ଶ୍ରୀମଦ୍ ଭାଗବତ। ତେଣୁ ଏଇ ଶ୍ରୀମଦ୍ ଭାଗବତମ୍ କଣ ନା ବେଦାନ୍ତ ସୂତ୍ର ହଉଛି କଣ ଅକୃତ୍ରିମ ଭାଷ୍ୟ। ସୂତ୍ର କହିଲେ ବହୁତ କଥାକୁ ଅଳ୍ପାକ୍ଷରେ ଲେଖିବାକୁ ସୂତ୍ର। ତେଣୁ ବେଦାନ୍ତ ସୂତ୍ରର ବ୍ୟାସଦେବଙ୍କର କୃତ ବେଦାନ୍ତ ସୂତ୍ର, ହଁ, ତାହାର ହଉଛି ଅକୃତ୍ରିମ ଭାଷ୍ୟ ହଉଛି ଭାଗବତ। ଅକୃତ୍ରିମ ଭାଷ୍ୟ ମଧ୍ୟ ବିସ୍ତୃତ ଭାବରେ ଯାହା ବ୍ୟାଖ୍ୟା କରାଗଲେ ଯାହା କୁହାଯାଏ ଭାଷ୍ୟ ହଉଛି ଶ୍ରୀମଦ୍ ଭାଗବତମ୍। ଏଇ ଶ୍ରୀମଦ୍ ଭାଗବତମ୍ ହଉଛି କଣ ସର୍ବବେଦାନ୍ତ ସାରମ୍ ହି ଶ୍ରୀମଦ୍ ଭାଗମିଷ୍ୟତେ ତଦରତା ତଦରସାମୃତ ତୃପ୍ତସ୍ୟ ନାନ୍ୟଂ ସ୍ୟାଦରତି କ୍ୱଚିତ୍। ଯଦି କେହି ଏଇ ଶ୍ରୀମଦ୍ ଭାଗବତମ୍ କଣ ଅଧ୍ୟୟନ କରେ, ଯାହା ହଉଛି ସର୍ବବେଦାନ୍ତ ସାର। ଶ୍ରୀମଦ୍ ଭାଗବତମ୍ ଇଷ୍ୟତେ, ଈଶ୍ୱତ ଶବ୍ଦ ଅର୍ଥ ହଉଛି କୁହାଯାଏ। ମୁନି ମାନେ କହିଛନ୍ତି, ଶାସ୍ତ୍ର ମାନେ କୁହାଯାଇଛି ଶ୍ରୀମଦ୍ ଭାଗବତ ହଉଛି ସର୍ବବେଦର ସାର। ବେदैଶ ସର୍ବେରି ଅହମ ବେଦ୍ୟ। ତେଣୁ ବେଦ ମାନଙ୍କ ଭିତରେ ବେଦବାଦର ସାର ବସ୍ତୁ ଅଛି ଭଗବାନଙ୍କୁ ଜାଣିବା। ଶ୍ରୀମଦ୍ ଭାଗବତ ହଉଛି କଣ
ଭଗବାନଙ୍କୁ ଜାଣିବା ଭଗବାନ ସମ୍ବନ୍ଧରେ। ଶ୍ରୀମଦ୍ ଭାଗବତମ୍ ସେ କଣ ଆଦ୍ୟ ମଧ୍ୟ ଚ ହରି ହିଁ ସର୍ବତ୍ର ଗୀୟତେ, ଯେଉଁଥିରେ କି ଆଦ୍ୟ ମଧ୍ୟ ଅନ୍ତ ହରି ହିଁ ସର୍ବତ୍ର ଗୀୟତେ, କେବଳ ଭଗବାନ କଣ କହିଛି ନା କୁହାଯାଇଛି। ତେଣୁ ୟାକୁ ଯଦି ତମେ ଆପଣ କଣ ରସ ଆସ୍ୱାଦନ କରିବେ ଏ ଭାଗବତ ରସ, ତଦରସାମୃତ ତୃପ୍ତସ୍ୟ, ସେଇ ରସାମୃତରେ ଭାଗବତ ରସାମୃତ ଯଦି ତୃପ୍ତ ହେଲା ତାହେଲେ କଣ ନା ଅନ୍ୟତ୍ର ସ୍ୟାତ୍ ରତି ଅନ୍ୟ କୋଉଥିରେ ରଚି ହୁଏ ନାହିଁ। କାରଣ ଅନ୍ୟ ପୁରାଣ ମାନଙ୍କରେ ବ୍ୟାସଦେବ କଣ କରିଛନ୍ତି ବର୍ଣ୍ଣନା କରି ଧର୍ମ ଅର୍ଥ କାମ ମୋକ୍ଷ। ଧର୍ମ କହିଲେ ପୁଣ୍ୟ କର୍ମ, ଅର୍ଥ କହିଲେ ପ୍ରୟୋଜନ ବସ୍ତୁ କାମନା ପରିପୂର୍ଣ୍ଣ, ଏବଂ ଧର୍ମ ଅର୍ଥ କାମ ମୋକ୍ଷ ମୁକ୍ତି। ଧର୍ମ ଏ ଚାରି ପୁରୁଷାର୍ଥକୁ ଅନ୍ୟ ପୁରାଣ ମାନଙ୍କୁ ପ୍ରାଧାନ୍ୟ ଦିଆଯାଇଛି, କିନ୍ତୁ ଭାଗବତରେ କଣ ହେଇଛି ଏ ଚାରିଟା ଜିନିଷଟାକୁ କଣ କରୁଛି ନା ସ୍ୱଳ୍ପ ଆକାରରେ ପ୍ରାଧାନ୍ୟ ଦିଆଯାଇଛି, ପୂର୍ଣ୍ଣ ମାତ୍ରାରେ ପ୍ରାଧାନ୍ୟ ଦିଆଯାଇଛି ପଞ୍ଚମ ପୁରୁଷାର୍ଥ ଭକ୍ତି। ତେଣୁ ଏଇ ଶ୍ରୀମଦ୍ ଭାଗବତମ୍ ଯିଏ ଆଜି ତିଥିରେ ସ୍ୱର୍ଣ୍ଣ ସିଂହାସନ ଅବସ୍ଥାନ କରି ଅନେକ ଦାନ କଲା, ସେ ନିଶ୍ଚିତ ଭାବରେ ପରମ ଗତି ଲାଭ କରିବା କଥା ଗୋଲ ବୃନ୍ଦାବନ ଯାଇପାରିବ, ଏ କଥା ସେ କହୁଛନ୍ତି। ତେଣୁ ଆଉ ଗୋଟେ ତୁଳନାତ୍ମକ କହୁଛନ୍ତି ଯେ ଏଇ ଶ୍ରୀମଦ୍ ଭାଗବତମ୍ ହଉଛି କଣ ନା ଯେ ପର୍ଯ୍ୟନ୍ତ ସେଇ 10 ସ୍କନ୍ଧ ତ୍ରୟୋଦଶ ଅଧ୍ୟାୟ 10 ସ୍କନ୍ଧର ଯେ ପର୍ଯ୍ୟନ୍ତ ସଭାରେ ସମସ୍ତ ପୁରାଣ ମାନେ ଦୀପ୍ତିବନ୍ତ ହେଇ ବସିଥିବେ, କୋଉ ପର୍ଯ୍ୟନ୍ତ ନା ଯୋଉ ପର୍ଯ୍ୟନ୍ତ ଶ୍ରୀ ଭାଗବତ ଅନୁପସ୍ଥିତ ଥିବେ। ଯେତେବେଳେ ଶ୍ରୀମଦ୍ ଭାଗବତ ଆସିବେ ସେଇ ସଭାକୁ ଅନ୍ୟ ସମସ୍ତଙ୍କର କଣ ଦୀପ୍ତି କଣ ହେଇଯିବ ନା କ୍ଷୀଣ ହେଇଯିବ। ଶ୍ରୀମଦ୍ ଭାଗବତ ହଉଛି କଣ ଏଇଭଳି ଯାହା ହଉଛି ସର୍ବ ବେଦାନ୍ତ ସାର ଯେ ସେ ଶ୍ରୀମଦ୍ ଭାଗବତମ୍। ତେଣୁ ଏଇ ଶ୍ରୀମଦ୍ ଭାଗବତମ୍ କଣ ହେଇଛି ଆଜି ତିଥିରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଏ ସୁଧ ଗୋସ୍ୱାମୀ ଆଜି ତିଥିରେ ସେ କଣ କରିବ ଯିଏ ଅର୍ପଣ କରିବ ଅନୁକୁ ସ୍ୱର୍ଣ୍ଣ ସିଂହାସନ ରଖି ସେ ନିଶ୍ଚିତ ପରମ ଗତି ଲାଭ କରିବ, ଏ କଥା କହୁଛନ୍ତି। ଏବଂ ଏଥିରେ କଣ ହେଇଛି ଯେ ଏହାର ପ୍ରମାଣ ହଉଛି ସୁଧ ଗୋସ୍ୱାମୀ କହୁଛନ୍ତି ଏ ଶ୍ରୀମଦ୍ ଭାଗବତ ଶ୍ରବଣ କଲେ ବ୍ୟକ୍ତି ନିଶ୍ଚିତ ଭାବରେ କଣ ହବ ନା ସର୍ବବ୍ୟାଧି ମୁକ୍ତ ହେଇପାରିବ, ସର୍ବକେଶରୁ ମୁକ୍ତ ହେଇପାରିବ, ଘରେ ଧନ ସମ୍ପତ୍ତି କଣ କରିବ ବସବାସ କରିପାରିବ, ଏବଂ ପ୍ରାଣ ପାଚୁର୍ଯ୍ୟ ଭରପୁର ହବ, ଏବଂ ସମସ୍ତ ଅରିଷ୍ଟ ଖଣ୍ଡନ ହବ। ଇଏ ହଉଛି ଭାଗବତମର ଗୋଟେ କଣ ନା ଗୌଣ ଫଳ, ଗୋଟେ ମୁକ୍ତ ଫଳ, ଗୋଟେ କଣ କଣ ହଉଛି ମୁଖ୍ୟ ଫଳ ହଉଛି କଣ କହୁଛନ୍ତି ସୁଖଦେବ ମୁଖରେ କହୁଛନ୍ତି ଯେ এই শ্রীমদ ভাগবত হচ্ছে কଣ যোগেন্দ্রায় তস্ম নমস্তস্मै শুকায় ব্রহ্ম রূপিণে সংসার সর্বদষ্টং যো ବିଷ୍ଣୁରାତମ୍ ଅମୁଚୁତ ଅମମୁଚମ ମୁଚତ ସରି କହୁଛନ୍ତି ଯେ ଯେ ଏଇ ଯୋଉ ଶ୍ରୀମଦ୍ ଭାଗବତମ୍ କଣ କରିଥିଲା ନା ସୁଖଦେବ ଗୋସ୍ୱାମୀ କଣ କରିଥିଲେ କୃପା ପୂର୍ବକ ସର୍ପ ଦଂଶନରେ ଦଂଶିତ ହେବା ପାଇଁ ଯୋଉ ଅଭିଶାପ ମିଳିଥିଲା ମହାରାଜ ପରୀକ୍ଷିତଙ୍କୁ, ସେ କଣ ମୁକ୍ତି ପ୍ରଦାନ କରିଥିଲେ। ଏପରିକି ସୁଖଦେବ ଗୋସ୍ୱାମୀ ପଚାର ଯେତେବେଳେ କହିଲେ ସୁଖଦେବ ଗୋସ୍ୱାମୀ ପଚରାଗଲା ଗୁରୁଦେବ, ମହାରାଜ ପରୀକ୍ଷିତ କହିଲେ ଗୁରୁଦେବ ମୁଁ କଣ କରିବି ନା ତୁ ଶ୍ରୀମଦ୍ ଭାଗବତ ଶ୍ରବଣ କର। କଣ ଏକାନ୍ତ କାୟ ମନ ବାକ୍ୟରେ ଶୁଣିଲା ପରେ କଣ ହେଇଛି ନା ଧୀରେ ଧୀରେ ତାର ମୃତ୍ୟୁ କବଳରୁ କଣ ହେଲା ମୃତ୍ୟୁକୁ ସେ ଭୟ କଲେନି, ବା ମୃତ୍ୟୁ ତାଙ୍କୁ ଆସିବ ସମ୍ମୁଖୀନ ହେବା ମୃତ୍ୟୁକୁ ସମ୍ମୁଖୀନ ହେବେ ସେଠି কোনো ଭୟ ନଥିଲା। ଏଇ ଭାଗବତର ଇଏ ହଉଛି କଣ ଶ୍ରୀମଦ୍ ଭାଗବତ ହଉଛି କୃଷ୍ଣ ତୁଲ୍ୟ, ଯଦି આપણે ଶୁଣିବା ମୃତ୍ୟୁ କବଳରୁ ମୃତ୍ୟୁ ଭୟକୁ ଆମେ ଭୟ କରିବା ନାହିଁ, ଯେମିତି ପରୀକ୍ଷିତ ମହାରାଜ ଭୟ କଲେ ନାହିଁ। ଯଥା ସଂସାର ସର୍ପଦଷ୍ଟଂ ଯୋ ବିଷ୍ଣୁରାତମ୍ ଅମୁଚତ, ମାନେ ଶ୍ରୀମଦ୍ ଭାଗବତ ଶ୍ରବଣ କରି ଯୋଗେନ୍ଦ୍ର ମୁନି ସୁଖଦେବ ଶ୍ରବଣ କରି ମହାରାଜ ପରୀକ୍ଷିତ କଲେ ମତେ ମୃତ୍ୟୁ ଆସୁ ତକ୍ଷକ ଆସୁ ମତେ ଦଂଶନ କରୁ, ସେଥିପାଇଁ ମୋର କୌଣସି ପ୍ରକାର ଭୟ ନାହିଁ। ଏଇ ଜିନିଷଟା କଣ କରେ ନା ଶ୍ରୀମଦ୍ ଭାଗବତ ପ୍ରଦାନ କରିଥାଏ। ଭାଗବତ ଶ୍ରବଣ କଲେ କଣ ହୁଏ ମୁକୁନ୍ଦେ ମତି ସତୀ। ଶ୍ରୀମଦ୍ ଭାଗବତ ହଉଛି କଣ କୃଷ୍ଣ ତୁଲ୍ୟ ଭାଗବତ, କୃଷ୍ଣଙ୍କ ସମ୍ବନ୍ଧୀୟ କଥା ସେଠି ବର୍ଣ୍ଣନା କରୁଛି, ଭକ୍ତି କଥା। ଏଥିରେ ବିଶେଷ କରି ଭକ୍ତି ପ୍ରାଧାନ୍ୟ ଦିଆଯାଇଛି, ଧର୍ମ ଅର୍ଥ କାମକୁ କଣ କୁହାଯାଇଛି,  ନା ଏତେ ପ୍ରାଧାନ୍ୟ ଦିଆଯାଏ ନାହିଁ। ସେଇପାଇଁ ଏ କଣ ହେଇଛି ନା
ମୁଁ ଯେହେତୁ ଭଗବାନଙ୍କ ସମ୍ବନ୍ଧୀୟ କଥା କୁହାଯାଇଛି, ଭକ୍ତି କଥା କୁହାଯାଇଛି, ତେଣୁ କଣ କରିଛି ନା ସୁଖଦେବ ଗୋସ୍ୱାମୀ ମହାରାଜ ମୁଁ ମହାରାଜ ବିପଦଗ୍ରସ୍ତ ମହାରାଜକୁ ଶୁଣେଇ ତାଙ୍କୁ କଣ କରିଥିଲେ ନା ମୁକ୍ତି କରିଦେଇଥିଲେ, ଅର୍ଥାତ୍ ଜନ୍ମ ମୃତ୍ୟୁ କଳୁ ସବୁ ମୁକ୍ତି ହେଇଯାଇଥିଲେ। ଏ ହଉଛି ଶ୍ରୀମଦ ଭାଗବତର ଗୋଟେ କଣ ନା ଏକ ପରାକାଷ୍ଠା। ଏଇ ଶ୍ରୀମଦ ଭାଗବତମ କଣ ହେଇଥିଲା ନା ତସ୍ମୈ ନମ ତସ୍ମୈ ଭଗବତେ ବାସୁଦେବାୟ ସାକ୍ଷିଣେ ଜୟଦମ୍ କୃପୟା କସ୍ମୈ ବ୍ୟଚକ୍ଷେ ମୁମୁକ୍ଷୁଭେ କହୁଛନ୍ତି ନମ ତସ୍ମୈ ଭଗବତେ, ମୁଁ ପରମେଶ୍ୱର ଭଗବାନଙ୍କୁ ନମଃ ତସ୍ମୈ, ମୁଁ ସେଇ ଭଗବାନଙ୍କୁ ଭଗବତେ ଭଗବାନ ବାସୁଦେବଙ୍କୁ ମୁଁ କଣ କରୁଛି ନା ଆପଣଙ୍କୁ ଦଣ୍ଡବତ ପ୍ରଣାମ କରୁଛି, ଯିଏ କଣ କରୁଛନ୍ତି ସାକ୍ଷୀଣେ ପରମ ସାକ୍ଷୀ ସଦୃଶ କଣ କରୁଛନ୍ତି ସମସ୍ତ ବାସ କରୁଛନ୍ତି। ଜୟଦଂ କୃପୟା କସ୍ମୈ, ଯିଏ କୃପା କରିକି କଣ କରିଥିଲେ ନା ଏଇ ଶ୍ରୀମଦ ଭାଗବତ ମୁମୁକ୍ଷୁ ବ୍ରହ୍ମାଙ୍କ ନିକଟରେ ବ୍ୟାଖ୍ୟା କରିଥିଲେ। ଯେ ମୁମୁକ୍ଷୁ କୃପାପୂର୍ବକ ଏଇ ତତ୍ତ୍ୱ ବିଜ୍ଞାନ ମୁମୁକ୍ଷୁ ବ୍ରହ୍ମାଙ୍କ ନିକଟରେ ସେ କଣ କରିଥିଲେ ଭାଗବତ ଶ୍ରବଣ କରିଥିଲେ, ଏ ଶ୍ରବଣ ଶୁଣେଇଥିଲେ, ଯାହାକୁ ଶୁଣି ବ୍ରହ୍ମାଜୀ କଣ ହେଇଥିଲେ ମାନେ ବହୁତ କଣ କରିଥିଲେ ଜ୍ଞାନ ପ୍ରାପ୍ତ ହେଇଥିଲେ ଏବଂ କଣ କରିଥିଲେ ଅବିଚଳିତ ଚିତ୍ତରେ ବ୍ରହ୍ମାଣ୍ଡ ରଚନା କରିଥିଲେ। କାରଣ ବ୍ରହ୍ମାଙ୍କର କାର୍ଯ୍ୟ ହେଲା ସେ ବ୍ରହ୍ମାଣ୍ଡ ରଚନା କରିଲେ। ଆପଣ ଜାଣିଥିବେ ବ୍ରହ୍ମା ଥରେ ତାଙ୍କର କନ୍ୟା ପ୍ରତି ସେ ଧାବମାନ ହେଇଥିଲେ। ଆପଣ ଜାଣିଛନ୍ତି ସେ କୋଉ ବ୍ରହ୍ମା? ଯୋଉ ସେଇ ବ୍ରହ୍ମା ଯିଏ ପୂର୍ବରୁ ଭାଗବତ ଶୁଣି ନଥିଲେ। ବ୍ରହ୍ମା ତାଙ୍କ ଶରୀର ତ୍ୟାଗ କଲେ ଆଉ ନୂତନ ଶରୀର ଧାରଣ କଲେ। ସେତେବେଳେ କଣ ହେଇଛି ନା ସେ କଣ କଲେ ନା ଆଉ ଏଇ ଭାଗବତ ଶ୍ରବଣ କଲେ। ଭାଗବତ ଶ୍ରବଣ କଲା ପରେ ସେ ଆଉ କଣ ଏଇ କଦର୍ଯ୍ୟ କାମରେ ମନୋନିବେଶ କରିନାହାନ୍ତି। ତେଣୁ ଆପଣ ମାନେ ଯଦି ଭାଗବତ ଶ୍ରବଣ କରିବେ ସର୍ବଦା ନିତ୍ୟଂ ଭାଗବତ ସେବୟା ନଷ୍ଟ ପ୍ରାୟେଷୁ ଅଭଦ୍ରେଷୁ ନିତ୍ୟଂ ଭାଗବତ ସେବୟା ଭଗବତୀ ଉତ୍ତମ ଶ୍ଲୋକେ ଭକ୍ତି ଭଗବତୀ ନୈଷ୍ଠି। ତେଣୁ ନଷ୍ଟ ପ୍ରାୟେଷୁ ଅଭଦ୍ରେଷୁ ନିତ୍ୟଂ ଭାଗବତ ଶ୍ରବଣ କର, ନିତ୍ୟ ଭାଗବତ ଶ୍ରବଣ ଅଛି। ଭାଗବତ ନିତ୍ୟ ସକାଳ ଆମର ଶିଳ ପ୍ରଭୁପାଦ ସୁନ୍ଦର କାମ କର, ସୁନ୍ଦର ବ୍ୟବସ୍ଥା କରିଛନ୍ତି। ସକାଳୁ ସବୁ କାର୍ଯ୍ୟ ସରିଗଲା, 8ରୁ 9 ଭାଗବତ କ୍ଲାସ, 8ରୁ 9 ଭାଗବତ କ୍ଲାସ ନିତ୍ୟ ଶ୍ରବଣ କରି ଶୁଣିଲେ କଣ ହବ ନା ଭକ୍ତି ତତ୍ତ୍ୱ କଣ ଜାଗ୍ରତ ହେବ, ହୃଦୟରୁ କଳମସ ବିଷୟ ବାସନା ତୁଟିଯିବ। ପ୍ରିୟ ଭାଗବତରେ ଇଏ ହଉଛି କଣ ଭାଗବତ ସୂର୍ଯ୍ୟ ସମ ହେଲା। ଭାଗବତ ସୂର୍ଯ୍ୟ ଉଦୟ ହେଲେ ଘର ଭିତରେ ଅନ୍ଧାକାର ବି ଚାଲି ଯାଇଥାଏ ଯଦି ସୂର୍ଯ୍ୟ କୌଣସି ପ୍ରବେଶ ନ କରେ। କିନ୍ତୁ ଆପଣ ଯଦି ଗୋଟେ ଲାଇଟ୍ ଜାଳିବେ କିନ୍ତୁ ଘର ଭିତରେ ଅନ୍ଧାର ଯିବନି, ଗୋଟେ ହାଲୋଜେନ ଲାଇଟ୍ ଜାଳିବେ, ପାୱାରଫୁଲ ଲାଇଟ୍ ଜାଳିବେ, ତାହେଲେ କଣ ହବ ନା ଭାଗବତ କେବେ ଅନ୍ଧାର ଦୂରୀଭୂତ ହବ। କିନ୍ତୁ ଭାଗବତ ଯଦି ସୂର୍ଯ୍ୟ ଯଦି ଉଦୟ ହେବେ କଣ ହବ ନା ଘର ଭିତରେ ଅନ୍ଧକାର ଚାଲିଯିବ ବାହାର ସହିତ। ସେଭଳି ଭାଗବତ ଯିଏ ଶ୍ରବଣ କରେ ତା ହୃଦୟ କନ୍ଦରେ ତ ଅନ୍ଧକାର ଅଛି, ଅବିଦ୍ୟା ଅଛି, ତା ଧୀରେ ଧୀରେ ଚାଲିଯାଏ। ତ ଶ୍ରୀମଦ ଭାଗବତ ହଉଛି ସୂର୍ଯ୍ୟ ସମାନ। ବ୍ରହ୍ମାଜୀ ପ୍ରଥମେ ବ୍ରହ୍ମାଙ୍କୁ ମୁକ୍ତି ପାଇବା ବ୍ରହ୍ମାଙ୍କୁ ଏକଥା କଣ କରିଥିଲେ ଶୁଣେଇଥିଲେ। କିଏ କୃପା କରି କିଏ ଶୁଣେଇଥିଲେ? ଭଗବାନ ବାସୁଦେବ ଯିଏ ସର୍ବ ହୃଦୟରେ ବାସ କରୁଛନ୍ତି। ଏଇ ଶ୍ରୀମଦ ଭାଗବତମ ଶୁଣି ବ୍ରହ୍ମା କଣ କଲେ ନାରଦଙ୍କୁ କହିଲେ, ନାରଦ ଦଶମ ଶ୍ଲୋକେ ବ୍ୟାସ ଶତାନିଚ, ବ୍ୟାସଦେବ ବହୁତ ବିସ୍ତୃତ କଲେ ଆଉ ସୁଖଦେବଙ୍କୁ କଣ କଲେ ପଢେଇଲେ ଏଇ ଶ୍ରୀମଦ ଭାଗବତ। କାରଣ ସୁଖଦେବ ଗୋସ୍ୱାମୀ ହଉଛନ୍ତି ଶ୍ରୀମଦ ଭାଗବତର ଉତ୍ତମ ବକ୍ତା ଥିଲେ। ଆଉ ଅନ୍ୟମାନେ ନାରଦ ଦେବଶ୍ରୀ ନାରଦ ଯଦି ବା ବ୍ୟାସଦେବ ରଚୟିତା, କିନ୍ତୁ ସେମାନେ କଣ କରିଥିଲେ ନା ଉପଯୁକ୍ତ ବକ୍ତା ନଥିଲେ। କାରଣ ସେମାନଙ୍କର ମନ ଅନ୍ୟ ଅନ୍ୟ ଦିଗରେ ଥିଲା, ଅର୍ଥାତ୍ ଧର୍ମ ଅର୍ଥ କାମ ଉପରେ ସଂଶ୍ଳିଷ୍ଟ ଥିଲା। କିନ୍ତୁ ଏକାନ୍ତ ଭାବରେ ପଞ୍ଚମ ପୁରୁଷାର୍ଥ ଭକ୍ତିରେ ଶ୍ରୀ ସୁଗତ ଗୋସ୍ୱାମୀ କଣ କରିଥିଲେ ଅବସ୍ଥାନ, ତେଣୁ ସେ ଭାଗବତ ତାଙ୍କୁ ପଢେଇଥିଲେ। ଏପରିକି କଥାରେ ଅଛି ଯେ ଶ୍ରୀମଦ ଭାଗବତମ ଯେ ଯେତେବେଳେ ରଚନା କରିସାରିଲା ପରେ ଭଗବାନ ବ୍ୟାସଦେବ ଭାବୁଛନ୍ତି ଯେ ମୁଁ କାହାକୁ ପଢେଇବି। ନିଜର ପୁତ୍ର ସୁଖଦେବ ଅନେକ ବର୍ଷ ବାତୃକ ରହିଲା ପରେ ମାୟା ବନ୍ଧନରେ ପଡିଯିବ ବୋଲି ସେ କହି ସିଧା କଣ କଲେ ତୁରନ୍ତ ଚାଲି ଯାଇଥିଲା ଜଙ୍ଗଲ ଏବଂ ବ୍ରହ୍ମ ଚିନ୍ତନରେ ନିର୍ବିଶେଷ ବ୍ରହ୍ମରେ ସେ କଣ କରିଥିଲେ ନା ଅବସ୍ଥାନ କରୁଥିଲେ। ଯେତେବେଳେ ବ୍ୟାସଦେବଙ୍କର ଶିଷ୍ୟମାନେ କାଠ କାଟିବାକୁ ଯାଇଛନ୍ତି, ସେମାନେ କଣ କରୁଥିଲେ କିଛି ଭାଗବତ ଶୁଣେଇବା କଥା, ଗୁରୁଦେବଙ୍କ ଠାରୁ ଶୁଣିଥିବା ଭାଗବତ ତତ୍ତ୍ୱ କିଛି ଶ୍ଲୋକ କଣ କରୁଛନ୍ତି ଆନନ୍ଦରେ ଗାନ କରୁଛନ୍ତି। ଶ୍ଲୋକଟି ପ୍ରଥମ ଶ୍ଲୋକଟା ତୃତୀୟ ସ୍କନ୍ଧର
ଅହୋ ବକିଜଂ ଏଇଟା। ନାଇଁ ନାଇଁ, ପ୍ରଥମେ ଶୁଣେଇଲେ ଯେ ଉଁ, ଦଶମ ସ୍କନ୍ଧର ଗୋଟିଏ ଶ୍ଲୋକ ଶୁଣେଇଲେ। ଆପଣ ଜାଣିଥିବେ ଶ୍ଲୋକଟି ଯେ କର୍ଣ୍ଣ କରି କର୍ଣ୍ଣିକାର ଶ୍ଳୋକ ବରହା ନଟବର ବାବୁ କର୍ଣ୍ଣ କରି କର୍ଣ୍ଣିକାରଂ ବିଭ୍ରାତ ବାସ କନକ କପିଶ ଭଞ୍ଜନ୍ତି ଚମାଳମ୍। ଯୋଉ ଭଗବାନ ରାମ, ଭଗବାନ ରାମଙ୍କ ସହିତ ଭଗବାନ କୃଷ୍ଣ ବଳରାମଙ୍କ ସହିତ ଯେତେବେଳେ ବନରେ ପଦାର୍ପଣ କରି ପ୍ରବେଶ କରୁଛନ୍ତି, ସେଇ ସମୟ ସେ କିପରି ଦେଖାଯାଉଛନ୍ତି, ଏଇ ଶ୍ଲୋକଟି ଗାଉଛନ୍ତି କିଏ? କାଠ କାଟୁଥିବା ଜୈମିନୀ ଆଦି ମହର୍ଷି ମାନେ, ଯିଏ ହଉଛନ୍ତି ବ୍ୟାସଙ୍କ ଶିଷ୍ୟ। ତ ଶୁଣିଲେ ସୁଖଦେବ ଗୋସ୍ୱାମୀ ବ୍ରହ୍ମ ଚିନ୍ତନରେ ଥିବା ମଗ୍ନ ଥିବା ଶିଳ ସୁଖଦେବ ଗୋସ୍ୱାମୀ ଶୁଣିଲେ ଲାଭଟା କଣ ହବ। ମୁଁ ଏଗୁଟା କହିଛି ଆପଣଙ୍କୁ କେବେ ଏ ଷ୍ଟୋରିଟା ଶୁଣିଛ? ନାଇଁ ନାଇଁ ମହାରାଜ, ନାଇଁ ମହାରାଜ। ତେଣୁ ବ୍ରହ୍ମ ଚିନ୍ତନରେ ନିମଗ୍ନ ସୁଖଦେବ ଗୋସ୍ୱାମୀ ଶୁଣିଲେ। ଶୁଣିଲା ପରେ କହିଲେ କଣ ବା ଲାଭ ଅଛି, ଏତେ ସୁନ୍ଦର ଭଗବାନ ହେଲେ ମୋର କଣ କଣ ଲାଭ ଅଛି, ମୋର କଣ କାମରେ ଆସିବେ? ଆସିବେ କାମରେ କିଛି? ମୋର କିଛି କାମ, ଏତେ ସୁନ୍ଦର ଭଗବାନ ହେଲେ ମୋର କଣ ଯାଏ ଆସେ, ମୋ କାମରେ ଆସିବେ କଣ? ଯେପରି ଗୋଟେ କନ୍ୟାକୁ କଣ ନା ବହୁ ବିବାହ କରିବା ପାଇଁ ବହୁତ ବଡ ଘରର ଲୋକମାନେ ଆସି ଦେଖିବା ପାଇଁ, ବର ବି ଆସି ଦେଖିବା ପାଇଁ, ବହୁତ ସୁନ୍ଦର ବର ଗୋଟିଏ ଡୋଲଡାଲ ସୁନ୍ଦର, କିନ୍ତୁ ତାର କିଛି ରୋଜଗାର ନାହିଁ। କନ୍ୟା ତାକୁ ପସନ୍ଦ କରି ବାହା ହେବା ପାଇଁ ହୁଁ ପସନ୍ଦ କରିବ? ନାଇଁ ମହାରାଜ, ପସନ୍ଦ କାଇଁ? କରିବନି। ସୁନ୍ଦର ଡୋଲଡାଲ ଦେଇଛି, ବାହା ହେବା ପାଇଁ କାହିଁ ମନା କରିବ? ବାହା ହେଲେ କଣ ହବ? ଛୁଆ ପିଲା ହେଲା ପରେ ତାକୁ ଖାଇବାକୁ ମିଳିବନି ନା। ୱାଇଫାଇ ବଢିବନି। ଦ୍ୱିତୀୟ ବରଟେ ଗୋଟେ ପୁଅଟେ ଦେଖିବା ପାଇଁ, ହଁ, କଣ ନା ସୁନ୍ଦର କଣ କଣ ସେ ନା ଦେଖିବାକୁ କାଳିଆଟେ ଏତେ ସୁନ୍ଦର ନୁହେଁ, କିଟିମିଟି କାଳିଆଟେ, କିନ୍ତୁ ରୋଜଗାର ରୋଜଗାର ଅଛି, ସବୁ ଅଛି, ଭଲ ଅଛି, ସବୁ ରୋଜଗାର ଭଲ ଅଛି, ସବୁ କିଛି ଭଲ ଅଛି। ଆଚ୍ଛା, ତାପରେ ସେ କଣ କନ୍ୟା କଣ କଣ କରିବ? ତା ମନ ମାନସିକ ସ୍ଥିତିରେ ମାନସିକ ସ୍ଥିତିରେ କଣ ପ୍ରଭାବ ପଡିବ? କଣ ହଁ, ପଡିବ? ହଉ। ହଁ କହିବେ ନା ହଁ କହିବେନି ବାହା ହେବା ପାଇଁ? ଦୁଶ୍ଚିନ୍ତାରେ ପଡିଯିବ। ହଁ। କାହିଁକି ଖାଲି ଦୁଶ୍ଚିନ୍ତା କଣ ମ? ଓଲଟା କଥା କହୁଛି। ଦୁଶ୍ଚିନ୍ତା କଣ କିରେ? ଖାଇବା ପିଇବା ରହିବ, ଗୋଟେ ଏତେ ବଡ ସାଲାରୀ ପାଉଛି, ଦୁଶ୍ଚିନ୍ତା କଣ ହେଲା କିରେ? ମନ ଭିତରେ ଥିବ ଗୋଟେ ସୁନ୍ଦର ଟିକେ ତ ଅଳ୍ପ ଟିକେ କଥାଟା ସୁନ୍ଦର କହି ହେଇଥିଲେ। କଥାଟା ତୁମକୁ କହି ଆସୁନି, ସେ ଦ୍ୱନ୍ଦ୍ୱରେ ପଡିଯିବ। ଦୁଶ୍ଚିନ୍ତାରେ କଣ ପଡିଯିବ? ଯଦି ଦୁଶ୍ଚିନ୍ତା କରିବାର କିଛି ତ ଗୋଟେ ଅବକାଶ ନାହିଁ। ଏଇ ମାତାଜୀ ମାନଙ୍କ ଭିତରେ କାହାର ହଜବେଣ୍ଡ କଣ କଳା ନାହାନ୍ତି? ହରେ କୃଷ୍ଣ। ହଉ, ମାତାଜୀ ମାନେ ଯୋଉ ଶୁଣୁଛ, ତା ଭିତରେ କାହାର ହଜବେଣ୍ଡ କଳା ନାହିଁ? ଦେଖିବା କାଳିଆ ନାହାନ୍ତି? ଆଜ୍ଞା ମହାରାଜ। ଆରେ ମମତା, ଆଜ୍ଞା ମହାରାଜ। ତମେ ଏଇଠିକି କଳା ଆଜ୍ଞା ନାହାନ୍ତି? ମହାରାଜ। କଳା ନାହାନ୍ତି କି? ଆଜ୍ଞା ମହାରାଜ। ଆଜ୍ଞା। ତାହେଲେ ସେ ଦୁଶ୍ଚିନ୍ତାରେ ପଡିଗଲା। ଆଁ? ଆଜ୍ଞା। ଆରେ ଖାଇବା ପେଟକୁ ମିଳୁଛି ନା ନାଇଁ? ପେଟେ ଖାଇବାକୁ ମିଳୁଛି, ସାଲାରୀ ମୋଟା ସାଲାରୀ ମିଳୁଛି, ଗାଡି ଘୋଡା ମିଳୁଛି, ଇତ୍ୟାଦି ଇତ୍ୟାଦି। ତାପରେ ଆଉ ଗୋଟେ କଥା ଆସିବ, ନାଇଁ ପୁଅଟି ଦେଖିବା ବହୁତ ସୁନ୍ଦର, ଭଲ ସାଲାରୀ ପାଉଛି, ମୋଟା ଆକାରରେ ରୋଜଗାର ଅଛି, ତାହେଲେ ସେ କଣ ହବ? କାହାକୁ ଗ୍ରହଣ କରିବ? କାହାକୁ ସେ ବିଭାଗରେ ମନ ମନ ମାନେ କଣ କରିବ? ମନରେ ପସନ୍ଦ କରିବ କାହାକୁ? ହଉଛି କଳାକୁ ହିଁ ମାନେ ଡିସାଇଡ୍ କରିବ ମହାରାଜ ବାହା ହେବା ପାଇଁ। ତମେ କେହି କିଛି ଶୁଣୁନ। ଆରେ ତୃତୀୟ ତୃତୀୟ ନଞ୍ଜ ତୃତୀୟ ତମ ଦିଥର ମମତା, ତମ ଦ୍ୱିତୀୟ କଣ? ଓ ସରି, ହଁ, ମମତା ଦାମୋଦର ପ୍ରଭୁ ନା କିଏ ଧଡ଼। ସେ ଶୁଣ, ହଁ ତୃତୀୟ ନମ୍ବର ପୁଅଟି ହଉଛି ଦେଖିବା ପାଇଁ ଭଲ ସୁନ୍ଦର, ତାର ଭଲ ରୋଜଗାର ଅଛି, ଇତ୍ୟାଦି ଇତ୍ୟାଦି ଇତ୍ୟାଦି। ସେ କାହାକୁ ପସନ୍ଦ କରିବ? ଥାର୍ଡ ନମ୍ବର। ଥାର୍ଡ ଆଁ? ନମ୍ବର ମହାରାଜ, ହରେ ଥାର୍ଡ କୃଷ୍ଣ ନମ୍ବର। ମହାରାଜ ତୃତୀୟ ତାପରେ କଣ ନମ୍ବରକୁ ଶୁଣୁଛ ପସନ୍ଦ ତମେ? କରିବ। ସେଇଭଳି ସୁଖଦେବ ଗୋସ୍ୱାମୀ ଯେତେବେଳେ ଶୁଣିଲେ ବରାହାପିଠ ନଟବର ବାବୁ କର୍ଣ୍ଣ କରିଗଲା, ଲାଭଟା କଣ? ଇଏ ଭଗବାନ ମୋର କଣ ହବ? ଯେତେବେଳେ ଶୁଣିଲେ ଅହୋ ବକିଜଂ ସ୍ତନ କାଳକୂଟମ୍ ଜିକ୍ଷାସୟା ପ୍ରିୟ ସ୍ୱାଧୀ ଲେଭେ ଧାତୃଚିତାଂ ତତ ନୟଂ କଙ୍ଗା ଦୟାଳୁ ଶରଣଂ ବ୍ରଜ ମେ। ଅହୋ ବକି ଅସୁର ବକି ସ୍ତନରେ କାଳକୂଟ ଘଟି ଲେପନ କରି ଯେତେବେଳେ ଆସିଥିଲା ମାରିବା ପାଇଁ ପୁତନା ବେଶରେ, ପୁତନା ତାକୁ ଭଗବାନ ସ୍ତନ୍ୟପାନ କଲେ ଏବଂ ତାର ପ୍ରାଣ ଶୋଷିଲେ, ତାକୁ ମାତା ଧାତା ପଦ ଦେଲେ, ମାତା ପଦ ଦେଲେ। ହୁଁ। ସଙ୍ଗେ ସଙ୍ଗେ ସୁଖଦେବ ଗୋସ୍ୱାମୀ ପଚାରିଲେ, ଆଚ୍ଛା ଆପଣ ଏଇ ଶ୍ଲୋକଟା କୋଉଠୁ ପାଇଲେ? ସେ କହିଲେ ଆମର ଗୁରୁଦେବ କହିଲେ। ଆରେ ତମ ଗୁରୁଦେବ କିଏ? ଦ୍ୱାପାୟନ ବ୍ୟାସ। ବ୍ୟାସ ଆମ ଗୁରୁଦେବ। କୋଉ ବ୍ୟାସ? ଅନେକ ତ ବ୍ୟାସ ଅଛନ୍ତି। ଯିଏ ଛୋଟ କଥାକୁ ବିସ୍ତୃତ କରି ବଡ ଆକାରରେ ବ୍ୟାସ କୁହାଯାଏ।
ଶ୍ରୀକୃଷ୍ଣ ଦ୍ୱାପାୟନ ବା ସରି ହି ଇଜ ମାଇ ଡିୟର ଡାଡି, ହି ଇଜ ମାଇ ଡିୟର ଡାଡି, ଲେଟ୍ସ ଗୋ, ଚାଲ ଯିବା। ଏଇଭଳି ଭାବରେ ସୁଖଦେବ ଗୋସ୍ୱାମୀ କଣ ହେଇଥିଲେ ନା ବ୍ୟାସଙ୍କ ଦ୍ଵାରା କଣ ହେଇଥିଲେ, କଣ ହେଇକି ଧରା ପଡି ଭାଗବତ ଅଧ୍ୟୟନ କରିଥିଲେ। ଏବଂ ସେ ସୁଖଦେବ ଗୋସ୍ୱାମୀ କଣ କଲେ ନା ଭାଗବତ ଶୁଣିଲେ କାହାକୁ, ମହାରାଜ ପରୀକ୍ଷିତଙ୍କୁ। ଛୋଟ କ୍ଲାସରେ ଅଛି, କ୍ଲାସରେ ଅଛି। ତେଣୁ ବର୍ତ୍ତମାନ ବାସନ ସୁଖଦେବ ଗୋସ୍ୱାମୀ ଭାଗବତ ପଢିଲେ। ଭାଗବତ ପଢିକିରି କଣ କଲେ ଭାଗବତ କଥା କହିବାକୁ ଆରମ୍ଭ କଲେ। କହିଲେ ସେଇ ଯେତେବେଳେ କହିବାକୁ ଯାଉଛନ୍ତି କଳିର 30 ବର୍ଷ ପରେ ଭାଗବତ ସୁଖଦେବ ଗୋସ୍ୱାମୀ ଆରମ୍ଭ କରିଛନ୍ତି। କୋଉଠି, ଗଙ୍ଗା ନଦୀର ଶୁକର ତାଳରେ ଆରମ୍ଭ କରିছে। ସେଇ ସମୟରେ ଅନେକ ମୁନି ଋଷି ମାନେ ଆସିଛନ୍ତି। ଗୁରୁ ବ୍ୟାସଦେବ, ପରମ ଗୁରୁ ଶ୍ରୀମଦ୍ ନାରଦ ଆଦି, ବଶିଷ୍ଠ, ପୁଲ ପଲାସ୍ତ ଆଦି ସବୁ ଆଜି ଗଣ ଋଷି ମାନେ ବସିଛନ୍ତି। କିନ୍ତୁ ସୁଖଦେବ ଗୋସ୍ୱାମୀ ଭାଗବତ କହିବା ପାଇଁ କାହିଁକି ସେ ନିର୍ବାଚିତ ହେଲେ, କାରଣ ଏଇ ସୁଖଦେବ ବ୍ୟତୀତ ଅନ୍ୟ ମୁନି ଋଷି ମାନଙ୍କର କଣ ଥିଲା, ଆସକ୍ତି ଥିଲା ଧର୍ମ ଅର୍ଥ କାମ ମୋକ୍ଷ ବୋଲି। ସେଇଥିପାଇଁ ସେମାନେ ଭାଗବତ ଜାଣିଥିଲେ ମଧ୍ୟ ପୂର୍ଣ୍ଣ ଦକ୍ଷତା ଲାଭ କରିପାରିନାହାନ୍ତି। ତା ମନ ଅନ୍ୟ ଦିଗରେ ଥିଲା। କିନ୍ତୁ ସୁଖଦେବ ଗୋସ୍ୱାମୀ ଏକାନ୍ତ ଭାବରେ କଣ ଥିଲା ନା ଭାଗବତ କଣ ଭକ୍ତିରେ ସେ ନିଷ୍ଠ ଥିଲେ। ସେଥିପାଇଁ ସମସ୍ତେ ତାଙ୍କୁ କଣ କରିଥିଲେ, ଶ୍ରୀମଦ ଭାଗବତଙ୍କୁ କହିବା ପାଇଁ କଣ କରିଥିଲେ, ବସେଇଥିଲେ କୋଉଠି, ବ୍ୟାସ ଆସନରେ। ସମସ୍ତେ ଶ୍ରବଣ କରିଥିଲେ। ମହାରାଜ ପରୀକ୍ଷିତ ପ୍ରଶ୍ନ ପଚାରୁଛନ୍ତି, ଉତ୍ତର ଦେଉଛନ୍ତି ଶ୍ରୀମଦ ଭାଗବତ କଥାରେ। ଯେଉଁଭଳି ଭାବରେ ପ୍ରଶ୍ନ ପଚାରୁଛନ୍ତି ସେଭଳି ଉତ୍ତର ଚାଲିଛି। ଭାଗବତରେ କିଛି କ୍ରମାନ୍ୱୟ ଭାବରେ ବିଶେଷ ନାହିଁ। ଯେଉଁଭଳି ମହାରାଜ ପରୀକ୍ଷିତ ପଚାରିଛନ୍ତି ସେଭଳି ଭାବରେ ତାର ଉତ୍ତର ଦିଆଯାଇଛି। ତେଣୁ ସବୁ ଥିଲା କଣ, ଭକ୍ତି ସମନ୍ୱିତ। ଆଦ୍ୟଞ୍ଚ ମଧ୍ୟଞ୍ଚ ହରି ହିଁ ସର୍ବତ୍ର ଗୀୟତେ। ଆଦ୍ୟ ମଧ୍ୟ ଅନ୍ତରେ କେବଳ ହରିଙ୍କ କଥା ଥିଲା। ପ୍ରଥମ ସ୍କନ୍ଧରେ କହିଦଉଛନ୍ତି ଯେ, ଦ୍ୱିତୀୟ ଅଧ୍ୟାୟରେ କହିଦଉ ସୁଖଦେବ ଗୋସ୍ୱାମୀ ମହାରାଜ ପରୀକ୍ଷିତ ଯେ ତୁମ ଶୁଣୁ, ଯଦି ଅଭୟ ଚାହୁଁଛୁ ତାହେଲେ ଭଗବାନ ହରିଙ୍କ ସମୁଦ୍ର ଶୁଣୁ। ନିର୍ଭୟ ଚାହୁଁଛୁ କାହିଁକିନା ଅଶୋକ ଅଭୟ ଅମୃତ ଆଧାର କୁମାର ଚରଣ ଦ୍ୱୟ, ତାହାତେ ଖନି ବିଶ୍ରାମ ଲୟା ଛାଡ଼ିନୁ ଭବର ଭୟ। ଆଉ ତମମାନଙ୍କୁ ଏତେ ଭୟ କାହିଁକି ମମତା, ତମମାନଙ୍କର କାହିଁ ଏତେ ଭୟ? ତମ ତ ଦୀକ୍ଷା ନେଲ, ମାଲା ତିଲକ ଗଲ, ପିଆଜ ରସୁଣ ଛାଡ଼ିଲ, ମାଛ ମାଂସ ଛାଡ଼ିଲ, ନୀତି ମଙ୍ଗଳାତି ଆଟନ କଲ, ସବୁ କିଛି କଲ, ତମର କାହିଁ ଭୟ କାହିଁକି? ମହାରାଜ ଆମର ମାନେ ଥିଓରିଟିକାଲ ଚାଲିଛି ମହାରାଜ, ଆମର ଇନ୍ଦ୍ରିୟ ଭୋଗଟା ହିଁ ଆସକ୍ତ କମୁନି, ଯୋଉଥିପାଇଁ କି ଭୟ ହଁ, ରହୁଛି। ଶରଣାଗତ ହେଇ ସେଇ ପରିମାଣରେ ଶରଣାଗତ ହେଇପାରୁନ। ଯେ ଆଜ୍ଞା ଅଶୋକ ମହାରାଜ। ଅଭୟ ଅମୃତ ଆଧାର ତମାର ଚରଣ ଦ୍ୱୟ। ଯେ ଭଗବାନଙ୍କର ଚରଣ ହଉଛି କଣ, ଅଶୋକ ଅଭୟ ଅମୃତର ଆଧାର। ଏଇ କଥାଟା ଯେତେ ପରିମାଣରେ ତୁମର ଅନୁଭବ ହବ, ହୃଦୟଙ୍ଗମ ହବ, ସେତିକି ପରିମାଣରେ ତୁମେ କଣ ହବ, ନିର୍ଭୟ ହବ। ସେତିକି ପରିମାଣରେ ନିର୍ଭୟ ହବ। ସେତିକି ଅନୁଭବ ହେଇନି। ସେଥିପାଇଁ ମାଳା ତିଲକ ଚାଲିଛି, ଆଉ ସବୁ କିଛି ଚାଲିଛି, କିନ୍ତୁ ଶରଣାଗତ ପରିମାଣଟି କମି ଯାଉଛି। ଏମିତି କବିର ଗୋଟିଏ କଥା କହୁଛନ୍ତି, नाहे धोए भाई क्या हुआ, मन की मैला न जाए, मीना सदा जल में रहे, धोए वास न जाए कबीरा, धोए वास न जाए। ବୁଝିହଉଛି, ନାहे ଧୋଏ ଭାଇ କ୍ୟା ହୁଆ, ଗାଧେଇଲ, ଗାଇଲ, ତିଲକ କଲ, ମାଳା ପିନ୍ଧିଲ, ସବୁ କିଛି କଲ, କ୍ୟା ହୁଆ, ମନ କି ମଇଳା ନା ଯାଏ, ମନର ମଇଳା ଯାଇନି, ଯାଇଛି? ହରେ କୃଷ୍ଣ, ତମେ ତ କେତେ ଜଣଙ୍କ ମନର ମଇଳା ଯାଇଛି, ହାତ ଟେକିଲେ ଦେଖିବା। ଯାଇ ନାହିଁ ପ୍ରଭୁ, ଯାଇ ନାହିଁ ପ୍ରଭୁ। ଅଛି, ଯାଇନି ପ୍ରଭୁ। ରଖିଥା, ତା ଗଣ୍ଠି ଅଛି। ବାନ୍ଧିକି ରଖିଥା, ବାନ୍ଧିକି ଆଜ୍ଞା। ରଖିଥା, ଗଣ୍ଠି ରଖିଥା, ଡିପୋଜିଟ କରିଥା, ଜାଣି ଶୁଣି ରଖିଥା ବାନ୍ଧିକି ତାକୁ। ଯଥା ମୀନ ସଦା ଜଲ ମେ ରହେ, ମୀନ ସେ ମାନେ କରିଦେଲେ କୋଉଟା ମାଛ, ଗୋଟେ ସେଇଟା ହେଇଯାଇଛି। ସର୍ବଦା ଜଳରେ ରହେ, ଧୋଇବା ଆସ ନ ଯାଏ, ନିତି ପ୍ରତି କ୍ଷଣେ ସେ ଗାଧଉନି, ତା ଗନ୍ଧ ଦିଅ, ତା ଗନ୍ଧ ଯାଉଛି। ହଁ, ସେଇଭଳି ଭାବରେ ସମସ୍ୟା ହଉଛି କଣ, ମନର ମଇଳା ଆମର ଯାଉନି। କାହିଁକି ଯାଉନି ନା ଭଗବାନ ପଦାର ବିନ୍ଦରେ କଣ ହଉନି ନା ଆମର ସେଇ ଅଚଳ ଭକ୍ତିଟା
କଣ କହୁଛି ପରିମାଣ ବହୁତ କମ୍, କିନ୍ତୁ ମହାରାଜ ପରୀକ୍ଷିତଙ୍କର ଦୃଢ ବିଶ୍ୱାସ ଥିଲା। ତ ମହାରାଜ ପରୀକ୍ଷିତ ଯେତେବେଳେ ଶୁଣିଲେ, ତାଙ୍କର ହୃଦୟରେ ଭଗବାନଙ୍କର କଣ ହେଲା, ଆବିର୍ଭାବ ହେଇଗଲା। ହେଇଗଲା ପରେ ସେ ଆଉ ମୃତ୍ୟୁକୁ ଭୟ କରୁନାହାନ୍ତି। ଆଉ ମୁଁ ତ ଆସିବାର ନାହିଁ, ଆଉ କଣ ହଉ, ମତେ ମୃତ୍ୟୁ କଣ ହେଇଯାଉଛି, ହେଁ ମୋର ଆସିବାର ନାହିଁ। ଯେପରି ଗୋଟେ ଛୋଟିଆ ମୂଲ୍ୟବାନ ଜିନିଷ ଆପଣ ଧରିଛନ୍ତି, ତାକୁ ଜଣେ କହିଲା ତୁ ଏଟାକୁ ନଦୀକି ଫୋପାଡ଼ି ଦେବୁ, ବହୁମୂଲ୍ୟ ଜିନିଷ ତାର 1000 ଗୁଣା ଦେବି, ଦେଖେଇଲା ଆପଣଙ୍କୁ, ଆପଣ କଣ ଫୋପାଡ଼ିବେ ନା ନାହିଁ? ଛୋଟିଆ ବସ୍ତୁ, ମୂଲ୍ୟବାନ ବସ୍ତୁ ଫୋପାଡ଼ିବେ ନା ଫୋପାଡ଼ିବେନି? ଆଜ୍ଞା ସେଇଭଳି ମହାରାଜ। ଭାବରେ, ସେଇଭଳିଆ ସୁଖଦେବ ଗୋସ୍ୱାମୀ ଯେତେବେଳେ ବହୁମୂଲ୍ୟ କଥା କହିଦେଲେ, ମହାରାଜ ପରୀକ୍ଷିତ ଛୋଟ କ୍ଷୁଦ୍ର ମୂଲ୍ୟ ଜିନିଷ ତ୍ୟାଗ କଲେ। କଣ, ଆଉ ମୁଁ ମରିଗଲେ ଆଉ ଆସିବି ଜଗତକୁ, କି କଷ୍ଟ ଭୋଗିବନି, କି ଆଉ ମୁଁ କାହାର ସ୍ୱାମୀ ହେବିନି, କାହାର ପତ୍ନୀ ହେବିନି, କି ପୁତ୍ର ହେବିନି, କି କାହାର ରାଜା କି ପ୍ରଜା କି ସାଧୁ ହେବିନି। ବାସ୍, ସବୁ ଝିନଝଟରୁ ମୁକ୍ତ, ସବୁ ଝିନଝଟରୁ ମୁଁ ମୁକ୍ତ। ଏଇ କଥା ସେ କହିଲେ। ତେଣୁ ଏଇ ଶ୍ରୀମଦ ଭାଗବତମ୍ କଣ ହେଇଛି, ବର୍ଣ୍ଣନା କରାହେଇଛି କୋଉଠି, ଦ୍ୱାଦଶ ସ୍କନ୍ଧର 13 ଅଧ୍ୟାୟ ଏବଂ 12 ଅଧ୍ୟାୟ 13 ଅଧ୍ୟାୟରେ। ସେ ପୁଣି କହୁଛନ୍ତି, କଣ କୁହାଯାଇଛି, 18 ଅଧ୍ୟାୟରେ 18 ଶ୍ଲୋକରେ କୁହାଯାଉଛି, ଶ୍ରୀମଦ ଭାଗବତମ୍ ପୁରାଣମ୍ ଅମଳମ୍ ଯଦ୍ ବୈଷ୍ଣବାନାଂ ପ୍ରିୟଂ ଯସ୍ମିନ୍ ପାରମହଂସମ୍ ଏକମ୍ ଅମଳମ୍ ଜ୍ଞାନଂ ପରମ ଗୀୟତେ। ଶ୍ରୀମଦ ଭାଗବତ ପୁରାଣ ଅମଳମ୍। ସବୁ ପୁରାଣ ମାନଙ୍କରେ ମଳ ଅଛି, କିନ୍ତୁ ପୁରାଣ ପୁରାଣ ଅମଳମ୍, ଅମଳ ପୁରାଣ ହଉଛି ଶ୍ରୀମଦ ଭାଗବତମ୍। କାହିଁକି ନା ବ୍ୟାସଦେବ ତାକୁ ତାଙ୍କର ମ୍ୟାଚୁର ଷ୍ଟେଜ ଲେଖିଛନ୍ତି, ପୂର୍ଣ୍ଣାଙ୍ଗ ପ୍ରାପ୍ତ ହେଲା ପରେ ଲେଖିଛନ୍ତି। ସେ ତାକୁ ଖାଲି ହିଁ ଭକ୍ତି ଲେଖିଛନ୍ତି। ଯତ ବୈଷ୍ଣବ, ଯାହାକି ବୈଷ୍ଣବ ମାନଙ୍କର ପ୍ରିୟ। ନାଇଁ, ଭାଗବତ ହଉଛି କାହାର ପ୍ରିୟ? ବୈଷ୍ଣବ ମାନଙ୍କ ପ୍ରିୟ। ଯାଅ ଭାଗବତ ପଢ ବୈଷ୍ଣବେର ସ୍ଥାନେ, ଏକାନ୍ତ ଆଶ୍ରୟ କର ଚୈତନ୍ୟ ଚରଣେ। ଯାଅ ଭାଗବତ ପଢ ବୈଷ୍ଣବ ସ୍ଥାନ, ଏକାନ୍ତ ଆଶ୍ରୟ କର ଚୈତନ୍ୟ ଚରଣ। ଆଉ ଯସ୍ମିନ୍ ପାରମହଂସମ୍ ଏକମ୍, ଯସ୍ମିନ୍ ପାରମହଂସମ୍ ଏକମ୍ ଅମଳମ୍ ଜ୍ଞାନମ୍ ପରମ ଗୀୟତେ। ଯେଉଁଥିରେ କଣ ହେଇଛି ନା, ପରମହଂସ ମୁନି ମାନଙ୍କର ଗ୍ରାହ୍ୟ ପରମ ଅମଳ ଜ୍ଞାନ ବର୍ଣ୍ଣିତ ହୋଇଅଛି। ଆଉ କଣ ହେଇଛି, ତତ୍ର ଜ୍ଞାନ ବିରାଗ ଭକ୍ତି ସହିତମ୍। ସେ ଜ୍ଞାନ କଣ ହେଇଛି, ତତ୍ର ସେଥିରେ ଜ୍ଞାନ, ବୈରାଗ୍ୟ ଏବଂ ଭକ୍ତି ସହିତ କଣ କଣ, ଆଉ କଣ ମନା କରାହେଇଛି ନା, ନୈଷ୍କ୍ରମ୍ୟମ୍। ନୈଷ୍କ୍ରମ୍ୟ ଶବ୍ଦ ଅର୍ଥ ହଉଛି, ନୈଷ୍କ୍ରମ୍ୟ ଶବ୍ଦ ହଉଛି ସମସ୍ତ ପ୍ରକାର ଜଡକରୁ ମୁକ୍ତ। ଆବିଷ୍କୃତମ୍, କଣ ବର୍ଣ୍ଣନା କଲା ସେଥିରେ, ଜ୍ଞାନ ଆଉ ବୈରାଗ୍ୟ, ଭକ୍ତି, ଏବଂ ଆଉ କଣ ବର୍ଣ୍ଣନା କରାଗଲା ନା, ଜଡ ଜଗତର ଜଡ କର୍ମରୁ ସମସ୍ତେ ମୁକ୍ତ ହେଲା। ଏଇ କଥା ହିଁ ଯିଏ ଯିଏ ମୁକ୍ତ କରିପାରିବ, କ୍ଲାସରେ ଅଛି। ଏଁ? तत्र ज्ञान वैराग भक्ति सहित नैष्क्रम्य आविष्कृतम। नैष्क्रम्य, नैष्क्रम्य शब्द समस्त प्रकार जड़कम मुक्त नैष्क्रम्य कहा କଥା ସେଇଠି ବର୍ଣ୍ଣନା କରାଯାଇଛି। ଆଉ ତତ୍ଶୃ, ଆଉ କଣ ହବ, ଲାଭ କଣ ପଢିଲେ, ତତ୍ଶୃଣମ୍ ସୁପଠନମ୍ ବିଚାରଣ ପୌର ଭକ୍ତା ବିମୁଚେ ନରାଃ। ତତ୍ ତତ୍ ଶୁଣୁନ୍, ଶ୍ରବଣ କଲେ, ସୁପଠନମ୍, ଏ ପ୍ରତାପ ପ୍ରମାଣ म्यूट करो, म्यूट करो। अरे भाई म्यूट करो, कथा कही होनी। प्रताप महाराणा कौन जानी पाରୁନ କି? महाराज जी म्यूट ଅଛନ୍ତି। कौन म्यूट ହେଲେ? ଏବେ ତ म्यूट ହେଲେ କେଉଁ? किछ चलिलानी ତ ପୁଣି କରି କଥାବାର୍ତ୍ତା ହଉଛି ପରା। ଆଉ କିଏ? ମହାରାଜ ମୁଁ ଦେଖୁଛି ଦେଖ। ସେଥିରେ ଅଧେ ଶୁଣୁନାହାନ୍ତି। ମହାରାଜ କଣ୍ଟିନ୍ୟୁ। ତତ୍ଶୁଣନ୍ ସୁପଠନ ବିଚାରଣ ପର ଭକ୍ତା ବିମୁଚେ ନରଃ। ତେଣୁ ବିମୁଚେତ୍ ନରଃ। ତେଣୁ କହୁଛନ୍ତି ତତ୍ଶୁଣୁ, ତାକୁ ଶୁଣିଲେ, ପଠନ କଲେ, ଆଉ
विचारण पर जो मैंने आंतरिक भाव उपलब्धि करने आग्रही से माने कौन कर भक्ति भक्ति द्वारा कौन हे आप्लुत हेबे एवं विमुच्य नरह एवं कौन संपूर्ण मुक्त मुक्ति हेबे कौन धर्म अर्थ काम जो जन्म जरा व्याधि से मुक्त हेबे अर्थात आव जगत कौन करेंगे से कौन करेंगे ना अवस्थान करेंगे आसबे ना द्वितीय ये जगत तेणु से श्रीमद् भागवतम कहते श्रेष्ठ जिनस हाँ हे ब्राह्मणगण सुत 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 गोस्वामी कहते ब्राह्मणगण क्षत्राणां चैव सर्वेषां यथा वाणी यथा काशी ह्युतमं तथा पुराणानां व्रतानां श्रीमद् भागवतम दिजा आ गोटे भागवतम दिजा आ गोटे कथा कहते जे तीर्थ क्षेत्र भितर जेपरी काशी होची सर्वश्रेष्ठ पुणी किए सेपरी पुराण मान भागवत हो सर्वश्रेष्ठ ए श्रीमद् भागवतम कलिर 30 वर्ष पर सुकर ताल गंगा नदी तटस्थ सुकर ताल सुखदेव गोस्वामी कौन कहते महाराज परीक्षित कहते जो 60,000 मुनि मान रुंड होते प्रश्न पड़ते सुखदेव गोस्वामी तू महाराज परीक्षित से श्रीमद् भागवतम हूँ गण ना यही श्रीमद् भागवतम से श्रवण करते किए सुत गोस्वामी ताक से पुनः कहते तार अनेक वर्ष 230 वर्ष पर 230 वर्ष पुणी कहते अर्थात 260 वर्ष पर नमिष्यारण से कहते क्या कली जुगे क्या कहते मुनि ମାନଙ୍କୁ सौनकादि मुनि मान कहते पूर्वर कौन हो ना आनंद तटरे भागवत में कहुई किए चतुसन कहते नारद महर्षि भक्ति को करते उद्धार करने एवं आउ थे कहुला जे गोकर्ण महर्षि कहते तुंगभद्रा तटरे भाई भागवत सप्ताह भागवत कहते ये भाव में मट्टमंडल भागवत बहुत प्रचार प्रसार अच्छे बहुत प्रचार प्रसार अच्छे तेणु आज दिन हूँ कौन से कहते जो मैंने भद्र पूर्णिम कौन करती श्रीमद भागवतम कौन करती जे स्वर्ण सिंहासन अवस्थान करे अन्य दान करती से निश्चित भाव कौन कर भगवान पाक जी श्रीमद भागवतम हूँ कौन कृष्ण तुल्य स्कंद पुराण लिखा अच्छी बांगमय प्रतिमूर्ति शुण ये गोटे मात्र गोटे घंटिया क्लास गोटे घंटा प्राय तुम कथोपकथन इत्यादि 45 मिनट पड़े जाऊँ आ 45 मिनट भागवत कथा कह धीरे धीरे कह डिस्टर्बांस अच्छे गोटे क्लास घंटे हम तेनाली भागवतम पृष्ठभूमि प्रथम क्लीयर कर भद्र जन्मतिथि नुहे यहाँ कहनी भाद्र पूर्णिम भागवतम को कौन कले सिंहासन रखिक स्वर्ण सिंह दान कले से परम जाए से कथा से कहते तेनाली आदि भाद्र पूर्णिमाटा हूँ कौन ना आम ओडिया कौन है ना ओडिया यहाँ कौन कर गोटे कौन कर भागवत बढ़ा बोली कहते से भागवत पूरा सर मुझे शुणी जगन्नाथ दास भागवत संस्कृत भागवत ओडिया अनुवाद कले सिद्ध स्वामी टीका को अवलंबन कर दिन आरंभ करते कि शेष मुझे शुणी मुझे जानी पर कौन ना सठिकता जानी जो ये सब किसी ना डाउट क्लीयर कर हरे कृष्ण ठीक अच्छे मोर आ गोटे क्लास अच्छी मो निज क्लास अच्छी 5 मिनट फोन करते 5 मिनट मैं देवा पड़ो ओके यार प्रश्न अच्छी मन रे हरे कृष्णा बहुत बहुत धन्यवाद महाराज जी कार जदि किसी क्वेश्चन अछि आपण माने माताजी हाथ टेक मालिनी माताजी पंचांग आज्ञा प्रणाम महाराज कौन पंचांग प्रणाम गोटे कौन कहूछ कौन सीटा एटा की कथा मुझे नुआ शुणुची महाराज जी कहती मु जानेनी सटीक भाव रे कह एबे जाय कि आउथरे महाराज प्रणाम दंड प्रणाम पंचांग प्रणाम जो कहबे एटा सब एक्सैजरेशन कथा बडा जो मैं कहबे तू आज्ञा आज्ञा हम आज्ञा संप्रदाय बहुत सब बहुत नहीं है आज्ञा महाराज ना आज्ञा महाराज काशीनाथ प्रभु को कौन पचारे बता हरे कृष्ण प्रभु पंचांग प्रणाम। है पुणी हरिन प्रभु महाराज ଆଜ୍ଞା रे ଆଜ୍ଞା ମୁଁ पंचांग ସେଇ ପ୍ରଣାମ ये କଥାଟା ହିଁ କହୁଛି। ଏଇଟା ଉଠା ଉଠା ଏଇଟା ଉଠା ଏଇଟା ଉଠା ନାଇଁ ଏଇଟା ନାଇଁ ଏଇଟା ହଉଛି ବୈଷ୍ଣବ ସଦାଚାରରେ ଆମକୁ ଶିଖା ହେଇଥିଲା କି ସ୍ତ୍ରୀ ଲୋକମାନେ ଦଣ୍ଡବତ ପ୍ରଣାମ କରିବେନି ପଞ୍ଚାଙ୍ଗ ପ୍ରଣାମ ମାନେ 5ଟା ଅଙ୍ଗରେ ଆମେ है ହଉଛି है है बोल तो कहियो पंचांग प्रणाम षडांग प्रणाम कहियो एया कहियो अरे ଆମକୁ ତ ଶିଖା ହେଇଛି ନା क्लास रे ଆମେ कौन ଜାଣିଥିଲୁ ना ଆମକୁ ତ एटा ଶିଖା कह दे ହେଇଥିଲା। महाराज दंड प्रणाम चला प्रणाम प्रणाम कर चला बुझियो पंचांग प्रणाम ଆଜ୍ଞା सुने पंचांग प्रणाम कौन गोटे चली
ମୁଁ ତ କେବେ ଗୁରୁ ମହାରାଜ ଚୈପଦ ସେମାନେ ମୁଁ ତିନିଟା ମାନଙ୍କର ଶିଷ୍ୟ ନା, ଜଣ ନାଇଁ ଗୋଟେ ଏଇଟା ବୈଷ୍ଣବ ସଦାଚାରରେ ଅଛି। କହିବ ଲେଖା ହେଇଛି, ଆଜ୍ଞା। କହିବ ବି ଲେଖା ହେଲେ ହେଇଛି। ନ କହିଲେ ଅସମ୍ମାନ ହବ ବୋଲି ଆମକୁ ଶିଖା ହେଇଛି କ୍ଲାସ ରେ। ହେ ଭଗବାନ, ହେଇଥିଲେ ହଁ ଠିକ ଅଛି। ଆଜ୍ଞା, ସେ ଯୋଉ କୋଶ୍ଚେନ ଟା ମୋର ଥିଲା କି ଆପଣ ଯୋଉ କହିଲେ ହଉଛି ଭାଗବତ ଏଇ ଯୋଉ ଆମେ ଯୋଉ ପଞ୍ଜିକାର ତ ଲେଖା ହେଇଛି ଭାଗବତ ଜନ୍ମ, କିନ୍ତୁ ଆପଣ କହିଲେ ଯେ ସ୍ୱର୍ଣ୍ଣ ସିଂହାସନ ଦାନ କରାଯାଏ ମୁଁ ତ ସେଇଥିପାଇଁ। ଯାଇକି ଶ୍ଲୋକ ଗାଇକି କହିଲି ଭାଗବତ ଦ୍ୱାଦଶ ସ୍କନ୍ଧର। ଆଜ୍ଞା, କିନ୍ତୁ ଏଇ ଯୋଉ ତାହେଲେ ଆବିର୍ଭାବ ସମୟ ଟା ମାନେ କେବେ, ମାନେ କୋଉ ଦିନ ସେଇଟା ତ କାହିଁ ପାଳନ କରାଯାଏନି, ସେଇଟା କାଇଁ କେବେ? ଏବେ କେବଳ ମୁଁ ଦେଖିନି ତ କେବେ, ମୁଁ ତ ପଢିକି ଆଇଲି ଭାଗବତ ମହାଭାରତ ସବୁ କିଛି ପୁରା କୋଉ ଦିନ କେବେ ଜାଣିନି। ଓ ମୁଁ କାଇଁ କୋଉଠି ଜାଣିନି, ଆଉ ସେ ଲେଖା ହେଇନି କୋଉଠି। ମୁଁ କାହିଁ ଦେଖିନି, ଯଦି ପାଇବି ତ ମନେ କହିବି ତ। ଆଜ୍ଞା ଦେଖ ଆଜ୍ଞା ସେମିତି କହିବନି, ପଞ୍ଚାଙ୍ଗ ପ୍ରଣାମ କହିବନି, ସେମିତି କହିବନି। ଆପଣ କହୁଛନ୍ତି କହିବେନି, ଆମକୁ ତ ଶିଖା ହେଇଛି ଆମକୁ କହିବେ ଅଡୁଆ ବୋଲି। ଲାଗୁଛି, ଅଡୁଆ ଲାଗୁଛି ଶୁଣିବା ପାଇଁ। ମତେ ଆମକୁ ଏଟା କେମିତି ଗୋଟେ ଅଡୁଆ ଲାଗୁଛି। ଖାଲି ଖାଲି ପ୍ରଣାମ କହିଦେବେ। ପ୍ରଣାମ ମହାରାଜ ପ୍ରଣାମ। ଆଜ୍ଞା ମାନେ ଅଡୁଆ ଲାଗୁଛି ଶୁଣିବା, ମତେ କି ଭାଇ ଅଡୁଆ ଲାଗୁଛି ଶୁଣିବା ପାଇଁ। ଆଜ୍ଞା ମହାରାଜ। ଆମେ ଲେଡିଜ ମାନେ ତ ପଞ୍ଚାଙ୍ଗ ପ୍ରଣାମ କରି ଆମେ ଜାଣିଛୁ, ତାହେଲେ ତ କହିବେନି ପଞ୍ଚାଙ୍ଗ ପ୍ରଣାମ କଲି ବୋଲି। ଧନ୍ୟବାଦ ମହାରାଜ। ମହାରାଜ ଟିକେ ଆମ ମାନଙ୍କୁ ଟିକେ ଉତ୍ସାହ କରନ୍ତୁ, ଭାଗବତ କେମିତି ଆମେ ମାନେ ଟିକେ ଘରକୁ ନେବା, କେମିତି ଭାଗବତମ ପଢିବା, ଟିକେ ଦ୍ୱିପଦରେ ଟିକେ ଆପଣ ଟିକେ ଆମ ମାନଙ୍କୁ ଟିକେ ଉତ୍ସାହ ଟିକେ। ଭାଗବତ ଦିଆଯାଉଛି, ଆଜି ତ ଡିବେଟ ଅଛି, ଭାଗବତ ଘରେ ରଖିଲେ ହେଲା, ଆରମ୍ଭ ପଢା। ଆଉ ଭାଗବତ ପଢିବାକୁ ହେଲେ ଆପଣ ମାନଙ୍କୁ କଣ କରିବାକୁ ପଡିବ ନା, ଜଣେ ଭାଗବତ ଭଲ ଦକ୍ଷ ବକ୍ତା ପାଖରେ ପଢିଲେ ସେ ତମକୁ ପ୍ରବେଶ କରେଇଦବ। ସେ ପ୍ରବେଶ କରିବା ଗୋଟେ ଅଧିକ ଗୋଟେ କାଇଦା ଅଛି, ଟେକ୍ନିକ କାଇଦା ଅଛି, ଉପାୟ ଅଛି, ପ୍ରବେଶ କରେଇ ଦବ। ସେ ଜାଣିଲା ବାଲା ପ୍ରବେଶ କରେଇଦବ, ଇଜି ବହୁତ ଇଜି ମେଥଡ ଟା, ସିଏ ଯଦି ପାଇଥିବ ପ୍ରବେଶ କରେଇଦବ। ମହାରାଜ ଆମ ମାନଙ୍କୁ ଟିକେ କେବେ ସମୟ ପାଇଲେ ଆପଣ ଆମ ମାନଙ୍କୁ ଟିକେ। ତମେ ଏମିତି ଯୋଉ ପଞ୍ଚାଙ୍ଗ ଫଞ୍ଚାଙ୍ଗ ପ୍ରଣାମ କରୁଛ, ମୁଁ ଆସିବିନି କ୍ଲାସକୁ। ନାଇଁ ମହାରାଜ, ବିଲକୁଲ ଆମେ ଆସିବିନି। ମତେ ଅଡୁଆ ମହାରାଜ ଲାଗୁଛି ଶୁଣିବା ପାଇଁ। ମୁଁ ତ ବୁଲି ମହାରାଜ ବୁଲି ଅଲ ଇଣ୍ଡିଆ ଘୁରୁଛି, ୱାର୍ଲଡ ସାରା ଘୁରିକି ଆଇଲି। ଏ ଯୋଉ ଏମିତିଆ ଯୋଉ ଅଦ୍ଭୁତ କଥା ମତେ ଅଡୁଆ ଲାଗୁଛି ଶୁଣିବା ପାଇଁ। ମୁଁ ଆସିବିନି କ୍ଲାସକୁ, ଆଉ ଡାକିଲେ ଆସିବିନି। ଏମିତି ପଞ୍ଚାଙ୍ଗ ଫଞ୍ଚାଙ୍ଗ କହିବ। ମହାରାଜ ଆମେ ଏବେ ଶିଖୁଛୁ ହରେ ଆପଣ କୃଷ୍ଣ ପ୍ରଭୁଜୀ। ନାଇଁ, ତମେ ପଞ୍ଚାଙ୍ଗ ପ୍ରଣାମ କରି ଆମେ ଜାଣିଛୁ, କିନ୍ତୁ ଆମେ ଭଲ କି ଜାଣିଛୁ, କିନ୍ତୁ ତମେ ଏମିତି କହିବନି ପଞ୍ଚାଙ୍ଗ ପ୍ରଣାମ ଛଡା। ଠିକ ଅଛି ମହାରାଜ, ଆପଣ ଭାଗବତ ଆଜ୍ଞା ଆଜ୍ଞା ମହାରାଜ। ଆଜ୍ଞା ଆଜ୍ଞା ମହାରାଜ। ଜମା ଜମା ଆସିବିନି ଶୁଣିବାକୁ, କହିବାକୁ ଜମା ଆସିବି। କିନ୍ତୁ ଏ ଗୋଟେ ଭାଗବତ ନାଇଁ ମହାତ୍ମ୍ୟ ହରେ ବହୁତ ମହାରାଜ କୃଷ୍ଣ ଅଛି। ଆପଣ ପ୍ରଭୁଜୀ। ଆସିବେ। ଆଁ? ଭାଗବତ ମହାତ୍ମ୍ୟ ବହୁତ କିଛି ଅଛି। ମୁଁ ଖାଲି ଜଷ୍ଟ ଗୋଟେ ତାକୁ ଭାଗବତ ଆଜି ତିଥିଟା କଣ ସେଇଟା ମୁଁ ତମ ପାଖରେ ଉପସ୍ଥାପନ କଲି। ଆକ୍ଚୁଆଲି ଏଇଟା ଏଇଆ।